ଅହିଂସା ହିଁ ପରମ ଧର୍ମ। ଅହିଂସା କାହାର କୌଣସି କ୍ଷତି କରେ ନାହିଁ। ଏହା ସମସ୍ତଙ୍କ ପ୍ରତି ସଦ୍ଭାବ, ସ୍ନେହ, ସୌନ୍ଦର୍ଯ୍ୟ ରକ୍ଷା କରି ଚାଲେ। ଅହିଂସାର ରାସ୍ତା କଠିନ। ଏହାକୁ ଆପଣେଇବା, ଏହି ରାସ୍ତାରେ ଚାଲିବା ଏତେ ସହଜ ନୁହେଁ। ଏଥିପାଇଁ ଲୋଡ଼ା ସାଧନା, ତ୍ୟାଗ, ତପ, କର୍ମ, ଶ୍ରମ ଓ ସାହସ। ଏହା ସମାଜକୁ ଆଗକୁ ବଢ଼ାଏ, ଜୀବନକୁ ଆନନ୍ଦଦାୟକ ବନାଏ। ଏହା କାହା ଉପରେ କିଛି ଲଦି ଦିଏ ନାହିଁ। ଏହା ଆତ୍ମବିଶ୍ୱାସ ବଢ଼ାଏ, ସମସ୍ତଙ୍କୁ ଏକତ୍ର କରିବାର ସହାୟକ ହୁଏ। ପ୍ରାଣୀ ତଥା ନିଜକୁ ଅନ୍ୟମାନଙ୍କ ଭିତରେ ଦେଖେ। ଏହା ମୌନତା ଅବଲମ୍ବନ କରୁଥିଲେ ବି ସକ୍ରିୟ। ଏହା ଶକ୍ତିଶାଳୀ ଓ ନିର୍ଭୟ। ଅନ୍ୟାୟ, ଅସତ୍ୟ ଓ ମନ୍ଦ ସହ ବୁଝାମଣା କରେ ନାହିଁ, ବରଂ ଏସବୁ ବିରୋଧରେ ସ୍ୱର ଦୃଢ଼ କରେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।